ମା ମାତୃରଚନାବଳୀ ଭାଗ 10 ଜ୍ଞାନ 521 522। ଜ୍ଞାନ 521ରେ ପ୍ରଭୁ ଲେଖୁଛନ୍ତି, ଗଭୀର ଅର୍ଥ ରହିଥିବା ସେହି ସେମିଟିକ ନୀତି କଥାଟି ଅନୁସାରେ ଆମର ପୂର୍ବପୁରୁଷ ମାନଙ୍କର ପତନ ହେଲା, କାରଣ ସେମାନେ ଭଲ ମନ୍ଦ ଗଛର ଫଳଟିକୁ ଯାଇ ଚାଖିଥିଲେ। ଯଦି ସେମାନେ ତତ୍କ୍ଷଣାତ ଶାଶ୍ୱତ ଜୀବନର ବୃକ୍ଷରୁ ମଧ୍ୟ ଫଳ ଆଣି ଚାଖିଥାନ୍ତେ, ତେବେ ସେମାନଙ୍କୁ କୌଣସି ତାତ୍କାଳିକ ପରିଣାମ ଭୋଗ କରିବାକୁ ପଡ଼ିନଥାନ୍ତା। ମାତ୍ର ସେପରି ହୋଇଥିଲେ ମନୁଷ୍ୟ ଜାତି ମଧ୍ୟରେ ନିହିତ ହୋଇ ରହିଥିବା ପରମେଶ୍ୱରଙ୍କର ଉଦ୍ଦେଶ୍ୟଟି ପ୍ରତିହତ ହୋଇଯାଇଥାନ୍ତା। ତାଙ୍କର କୋପ ଚିରକାଳ ଲାଗି ଆମର ଏକ ଅନୁକୂଳତା ହୋଇ ରହିଲା। ଏଇ ଯୋଉ ଜ୍ଞାନରେ ପ୍ରଭୁ ଆମର ଯୋଉ ମନୁଷ୍ୟର ସୀମିତତା ଏବଂ ଶାଶ୍ୱତଙ୍କର ବା ଦିବ୍ୟ ପରମସତାଙ୍କର ଯୋଉ ଯଥାର୍ଥ ପ୍ରଜ୍ଞା କୁହନ୍ତୁ ବା ଶାଶ୍ୱତ ସତ୍ୟର ପରିପ୍ରକାଶ କୁହନ୍ତୁ ବା ଜ୍ଞାନର ଫଲ୍ଗୁ କୁହନ୍ତୁ, ଏଇ ଦିଟା ଭିତରେ ଯେ ପ୍ରକୃତରେ ଆମେ କାହାକୁ ଚାଖୁ ବା କାହାକୁ ଗ୍ରହଣ କରୁ, ସେଇଟାକୁ ଏଠି ଆମ ପାଖରେ ଉତ୍ଥାପନ କରୁଛନ୍ତି, ସ୍ପଷ୍ଟ କରୁଛନ୍ତି। ସାଧାରଣତଃ ମଣିଷ କଣ କରେ, ସେ ଶାଶ୍ୱତଙ୍କୁ ଛାଡ଼ି ସବୁବେଳେ ଏଇ ଭଲ ମନ୍ଦର ସଂସାରରେ ବଞ୍ଚି ରହେ ଏବଂ ତାକୁ ହିଁ ଗ୍ରହଣ କରେ। ଯେମିତି ଆପଣ ଦେଖିବେ, ସମସ୍ତେ ଜାଣନ୍ତି ସମସ୍ତେ ଯେ କୋଉଟା ଭଲ, କିନ୍ତୁ ଗ୍ରହଣ କରନ୍ତି କାହାକୁ ନା ଯୋଉଟା ତାଙ୍କ ପାଇଁ ରୁଚି। ସେଇଥିପାଇଁ ଦିଟା ଶବ୍ଦ ରହିଛି ଆମର ଓଡ଼ିଆରେ, ଗୋଟେ ହଉଛି ପ୍ରେୟ, ଗୋଟେ ହଉଛି ଶ୍ରେୟ। ଶ୍ରେୟ ଆମେ ଜାଣୁ କୋଉଟା ମୋ ପାଇଁ ସର୍ବଶ୍ରେଷ୍ଠ, ଶ୍ରେୟ କୋଉଟା ମୋ ପାଇଁ ଶ୍ରେଷ୍ଠ, ପ୍ରେୟ କୋଉଟା ମତେ ଭଲ ଲାଗେ, ସେଟା ହଉଛି ପ୍ରେୟ। ଆମେ ଜାଣୁ ସବୁବେଳେ, କିନ୍ତୁ ଆମେ ବାଛୁ କାହାକୁ ନା ପ୍ରେୟକୁ। ଏଇଟା ଗୋଟେ ଆମର ମନର ଯୋଉ ସୀମିତ ଜ୍ଞାନ ବା ଅଜ୍ଞାନତାର ପରିଚୟ ଆମ ପାଖରେ ଆଣି ରଖିଥାଏ। ତେଣୁ ସେ କଣ କରେ, ଯୋଉଟା ଲେଖୁଛନ୍ତି ଯେ ସେମାନେ ଭଲ ମନ୍ଦ ଗଛର ଫଳଟିକୁ ଯାଇ ଚାଖିଥିଲେ। ତାପରେ ପ୍ରଭୁ ଲେଖୁଛନ୍ତି, ଯଦି ସେମାନେ ତତ୍କ୍ଷଣାତ୍ ଶାଶ୍ୱତ ଜୀବନର ବୃକ୍ଷରୁ ମଧ୍ୟ ଫଳ ଆଣି ଚାଖିଥାନ୍ତେ, ତେବେ ସେମାନଙ୍କୁ କୌଣସି ତାତ୍କାଳିକ ପରିଣାମ ଭୋଗ କରିବାକୁ ପଡ଼ିନଥାନ୍ତା। ତେଣୁ ଆମେ ଯୋଉ ତାତ୍କାଳିକ ପରିଣାମ ଭୋଗ କରୁଛୁ, ତାକୁ ଆମେ ଭାଗ୍ୟର ଦୋଷ ଦଉଛୁ, ଭଗବାନଙ୍କର ଦୋଷ ଦଉଛୁ, ବିଧିର ବିଧାନ ବୋଲି କହି ତାକୁ ଏଡ଼ି ଦଉଛୁ। ପ୍ରକୃତରେ ସେ ସବୁ ହଉଛି କେବଳ ମୋର କର୍ମର ପରିଣାମ, ମୋର ମନୋଭାବର ପରିଣାମ, ମୋର ମନସତ୍ଵ ବା ମୁଁ ଯୋଉ ଚେତନାରେ ବଞ୍ଚୁଛି ତାହାର ପରିଣାମ। ଜଣେ ଯେତେବେଳେ ଶାଶ୍ୱତ ଫଳଟିକୁ ଚାଖିବ, ସେତେବେଳେ ସେ ଶାଶ୍ୱତରେ ବଞ୍ଚିବ। ଜଣେ ଯେତେବେଳେ ଅମୃତର ଫଳ ଚାଖିବ ବା ଶାଶ୍ୱତର ଫଳ ଚାଖିଲା, ସେତେବେଳେ ସେ ଅମୃତତ୍ୱରେ ଯେମିତି ବଞ୍ଚେ, ସେମିତି ଜଣେ ଯଦି ବିଷ ଫଳ ଚାଖିଲା, ତେବେ ସେ ତାର ସ୍ୱାଦରେ ତାକୁ ପ୍ରଥମେ ହୁଏତ ଅତି ଆନନ୍ଦଦାୟକ ହେଇପାରେ, କିନ୍ତୁ ତାର ଶେଷ ପରିଣତି ହଉଛି ମୃତ୍ୟୁ। ବିଷ ଫଳ ମୁଁ ଯେତେବେଳେ ଚାଖୁଛି, ଆମର ଜୀବନ କ୍ଷେତ୍ରରେ ଆମେ ଧାଆନ୍ତି କାହା ପଛରେ ନା ନିଜର ମାନ ସମ୍ମାନ, ନିଜର କ୍ଷମତା। ଆମେ କଣ ଜାଣିନାହୁଁ, ସମସ୍ତେ ଆମେ କଣ ଜାଣିନାହୁଁ ଯେ କ୍ଷମତାକୁ ଯିଏ ଯାଏ, ଯିଏ ବି ଯାଏ କ୍ଷମତା ଯେତେବେଳେ ପ୍ରାପ୍ତ କରେ, ଯଦି ସେ ଊର୍ଦ୍ଧ୍ୱତର ଚେତନାରେ ନାହିଁ, ତେବେ ତାର ପକ୍ଷପାତିତା ବୃଦ୍ଧି ପାଏ, ତାର ଯୋଉ ନିରପେକ୍ଷତା କୁଆଡ଼େ ଚାଲିଯାଏ ଏବଂ ଯୋଉ ଚୌକିର ମୋହ, କ୍ଷମତାର ମୋହ, ସିଏ ଆଉ ଛାଡ଼ିପାରେନି। ତେଣୁ ଆସକ୍ତି ବଶ ହେଇ ସେଇ ଚୌକିକୁ ବଞ୍ଚେଇ ରଖିବା ପାଇଁ ଧୀରେ ଧୀରେ ସେ କଣ କରେ,
ଆରମ୍ଭ କରେ ଅକର୍ମ, ତାପରେ ଅକର୍ମ କରିବାକୁ ଆରମ୍ଭ କରି କରି ତାପରେ ଗର୍ହିତ କର୍ମ କରେ, ଯୋଉଟା କି ତାକୁ ପଥଭ୍ରଷ୍ଟ କରାଏ। ସମସ୍ତେ ଆମେ ଜାଣୁ, କିନ୍ତୁ ପ୍ରଥମେ ଯେତେବେଳେ ଆରମ୍ଭ କରିଦଉ, ତାପରେ ଧୀରେ ଧୀରେ ଯେତେବେଳେ ତା ଭିତରେ ପଶି ପଶି ଯାଉ, ସେତେବେଳେ ଆମେ ଭୁଲି ଯାଉ ଯେ ମୁଁ ଅକର୍ମ କରୁଛି। ତାପରେ କଣ ହୁଏ, ମୁଁ ମୁହଁରେ ଅମୃତର ଭାଷା କହେ, ଭିତରେ କିନ୍ତୁ ବଞ୍ଚେ ଅକର୍ମରେ। ଆହୁରି ଅନେକ ସମୟରେ ଗର୍ହିତ କର୍ମ ମଧ୍ୟ ଆମକୁ ପଥଭ୍ରଷ୍ଟ କରାଏ, ଆମେ ମଧ୍ୟ ସିଆଡକୁ ଚାଲି ଯାଇଥାଉ। ତେଣୁ ଆମକୁ ବାଛିବାକୁ ପଡିବ ଯେ ମୁଁ ସେ ଭଲ ମନ୍ଦର ଫଳ ଚାଖିବି ନା ଶାଶ୍ୱତ ଜୀବନର ଫଳ ଚାଖିବି। ସେଥିପାଇଁ ଯୋଉ ଯଦି ଟିକେ ଜୋର ହସିଦେଲେ ଲୋକ ଅଛନ୍ତି, କହନ୍ତି ଗଲା ଆଜି ଏତେ ଆଜି ଖୁସିରେ ମାତିଲେଣି, ନିଶ୍ଚୟ ପରେ ଦୁଃଖ ଆସିବ ଆଉ କାନ୍ଦିବି ଆଉ। ଆମେ ତାଠୁ ବାହାରି ପାରୁନୁ ଏବଂ ଆମକୁ ସେଇଟା ଭାରି ଭଲ ଲାଗେ। ଆପଣ ଦେଖିବେ ଯଦି ଘରେ ଝଗଡା ଝାଟି ହଉନାହାନ୍ତି, ନୀରବରେ ରହିଯାଇଛନ୍ତି, କେତେକ ଲୋକଙ୍କୁ ଆଦୌ ଭଲ ଲାଗେନି, ଆଦୌ ଭଲ ଲାଗେନି। ଟିକେ ସୋର ସରାବା ହବ ନା, ନହେଲେ କେମିତି ହବ। ଇଏ ଗଲା ଜ୍ଞାନ 521। ଆମେ ଏଥିରେ ସଚେତନ ରହିବା ଯେ ଆମ ଜୀବନରେ ଆମେ ଶାଶ୍ୱତକୁ ବାଛିବା। ଆମେ ବୃଥା, ଦେଖନ୍ତୁ ଆମ ଭିତରେ ସାମର୍ଥ୍ୟ ରହିଛି ନିଜକୁ ପରିପ୍ରକାଶ କରିବାରେ, ତେଣୁ ଆମେ କଣ କରୁ, ଗପରେ ମାତୁ। ଦେଖନ୍ତୁ ଆମର ସାମର୍ଥ୍ୟକୁ ଆମେ ଭୁଲି ଯାଉ। କୋଉଟା ମୋର ସାମର୍ଥ୍ୟ? ମୋର ସାମର୍ଥ୍ୟ ହଉଛି ମୁଁ ନିଜକୁ, ମୁଁ ମୋ ଭିତରେ ଥିବା ସାମର୍ଥ୍ୟକୁ ପରିପ୍ରକାଶ କରିବାଟା ମୋର ହଉଛି ସାମର୍ଥ୍ୟ। ତାକୁ ମଣିଷ କଣ କରେ, ନିଜକୁ ଏକ୍ସପୋଜ କରି ଦେଖେଇ ହୁଏ। ଜାଣିଛୁ ମୁଁ ଏଇଆ କରିଛି, ମୁଁ ସେୟା କରିଛି, ମୁଁ ଏମିତି କରିଛି, ମୁଁ ସେମିତି କରିଛି। ମୁଁ ସେଠି ଠିଆ ହେଲେ ଏମିତି ହେଇଯାଏ। ଏଇ ସେ ଯୋଉ ଅମକ ଲୋକ ସହିତ ମୁଁ ବା ଯାଇଥିଲି, ଅମକ ଚାହୁଁଥିଲି, ମାନେ କେବଳ ମୁଁ କଣ କରୁଛି, କଣ କରିଛି, ମୋର ହେଇକିରି କଣ କରେ, ମୁଁ ସେଇଥିରେ ପରିପ୍ରକାଶ କରିବାରେ ଲାଗିଯାଏ। ମୋର ସାମର୍ଥ୍ୟ ହଉଛି ପରିପ୍ରକାଶର, କିନ୍ତୁ ମୁଁ ସେଇଥିରେ ପରିପ୍ରକାଶ କରେ। ମୁଁ ଯଦି ସୃଜନଶୀଳତା ବା କ୍ରିଏଟିଭିଟିକୁ ପରିପ୍ରକାଶ କରିବା, ଭଗବାନଙ୍କର ଅନନ୍ତ ବିଭାବ ରହିଛି, ତାକୁ ତାର ଯୋଉ ସାମର୍ଥ୍ୟ ମୋ ଭିତରେ ରହିଛି, ତାକୁ ବ୍ୟବହାର କରି ନୂତନତ୍ଵ ପ୍ରସ୍ତୁତ କରିବାରେ ମୁଁ ମୋର ପରିପ୍ରକାଶ କରିବାର ସାମର୍ଥ୍ୟକୁ ବ୍ୟବହାର କରେ ନାହିଁ। ମୋର ଭଲ କଥା, ମୋର ଗପିବାର ସାମର୍ଥ୍ୟ ରହିଛି, ଠିକ ଅଛି, ମୁଁ ବହୁତ ସମୟ ଧରି ଗପି ପାରେ। ତେଣୁ କଣ ଗପୁଛି, ଘଣ୍ଟା ଘଣ୍ଟା ଧରି, ଜାଣିଛୁ ସେ ଅମକ ଲୋକ ଏଇଆ କରୁଥିଲା, ସେ ସିଆଡେ ଯାଇଛି, ସିଆଡେ ଯାଇଛି, ସିଆଡେ ଯାଇଛି, ଖାଲି କଣ ଇଏ ସେୟା କରିଛି, ସେ ସେୟା କରିଛି, ଇନଫରମେସନ ଗୁଡାଏ ପୁଳେ ଆଣି ତାକୁ ବଢେଇ ଚୁଢେଇ କହି ତାକୁ ମୁଁ କଣ କରେ, ଏନ୍ଜୟ କରେ। ଇଏ ହଉଛି ଭଲ ମନ୍ଦ ଗଛର ଫଳ ମୁଁ ଖାଉଛି। ମୋ ଭିତରେ ସାମର୍ଥ୍ୟ କଣ ଅଛି, କହିବାର ସାମର୍ଥ୍ୟ ରହିଛି। ଠିକ ଅଛି, ମୁଁ ତା କଥା କହୁଛି, ନାଇଁ କି ମୁଁ ବିସ୍ତାର କଥା, ବିଶାଳ କଥା, ପ୍ରସାର କଥା, ଶାଶ୍ୱତର କଥା, ପ୍ରଜ୍ଞାର କଥା, ତାକୁ କାହିଁକି ମୁଁ ପରିପ୍ରକାଶ କରୁନାହିଁ? ତାକୁ ମୁଁ ଯଦି ପରିପ୍ରକାଶ କରନ୍ତି, ତେବେ ମୋ ସାମର୍ଥ୍ୟ ଟା ପ୍ରକୃତରେ ବ୍ୟବହାରରେ ଲାଗିଲା। ତେଣୁ ତାମାନେ ମୋର କଥା କହିବାର ସାମର୍ଥ୍ୟ, କାର୍ଯ୍ୟ କରିବାର ସାମର୍ଥ୍ୟ ମୋର ରହିଛି। କାର୍ଯ୍ୟ କରିବାର ଯେହେତୁ ସାମର୍ଥ୍ୟ ରହିଛି, ମୁଁ କଣ କରୁଛି, ଅନ୍ୟ ବ୍ୟକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ପୁରା ଧାଁ ଧଉଡ ହେଇ କାମ କରୁଛି। ଅନ୍ୟ ବ୍ୟକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଧାଁ ଦୌଡଇ କରୁଛି, କିମ୍ବା ଅନ୍ୟମାନଙ୍କୁ ମୋ ଅଧିକାରରେ ରଖିବା ପାଇଁ ମୁଁ ପୁରା କର୍ମ ତତ୍ପର ହେଇ କାମ କରୁଛି। ତାର ପରିଣାମ କଣ ହଉଛି, ମୋର ଇଗୋ ବୃଦ୍ଧି ପାଉଛି, ସ୍ୱାର୍ଥ ସମ୍ବଳିତ କର୍ମ ବୃଦ୍ଧି ପାଉଛି, ପକ୍ଷପାତିତା ବୃଦ୍ଧି ପାଉଛି, ବିଶାଳତାରୁ ମାନେ ମୁଁ ଖସି ଯାଉଛି, ସଂକୀର୍ଣ୍ଣତା ବୃଦ୍ଧି ପାଉଛି। ହଁ, ଲୋକ ଭାବନ୍ତି ମୁଁ ଏତେ ଲୋକଙ୍କର କଥା ବୁଝୁଛି, ସେଇଟା ବିଶାଳତା ନୁହେଁ। ସେଟା ହଉଛି ମତେ କେନ୍ଦ୍ର କରି ଯୋଉ ବ୍ୟକ୍ତି ରହିଲେ ତାକୁ ମୁଁ ଯେତେବେଳେ ବୁଝିଲି, ସେଇଟା ହେଲା ସଂକୀର୍ଣ୍ଣତା।
ମୁଁ 50ଟା ଲୋକଙ୍କ କଥା ବୁଝୁଛି, ତେଣୁ ସେଇଟା ବିଶାଳତା ନୁହେଁ। ସେ 50 ଜଣ ଲୋକକୁ କଣ ପାଇଁ ବୁଝୁଛି ନା ମତେ କେନ୍ଦ୍ର କରିକି ମୁଁ ବୁଝୁଛି, ତେବେ ସେଇଟା ସଂକୀର୍ଣ୍ଣତା। ଯେତେବେଳେ ଶାଶ୍ୱତ ଚେତନାରେ ରହି ଏକ ଆସକ୍ତି ବିହୀନ ହେଇ ଯୋଉ କର୍ମ କରିବି ସେଥିରେ ହୁଏତ 2 ଜଣ ଉପକୃତ ହୁଅନ୍ତୁ କି 5 ଜଣ ଉପକୃତ ହୁଅନ୍ତୁ, ସେଇଟା ହେଲା ବିଶାଳତା, ସେଇଟା ହେଲା ବିସ୍ତୃତତା। ସଂକୀର୍ଣ୍ଣତା କୋଉଟା? ବହୁତ ଲୋକଙ୍କର ସେବା କରୁଛି କିନ୍ତୁ ନିଜକୁ କେନ୍ଦ୍ର ରଖିକିରି, ନିଜକୁ କେନ୍ଦ୍ର ମୁଁ ଯୋଉମାନଙ୍କୁ ଭଲ ପାଏ ବା ମତେ ଯୋଉମାନେ ଭଲ ପାଆନ୍ତି ମୁଁ ତାଙ୍କ ପାଇଁ କାମ କରୁଛି, ବା ମୋ ଅଧୀନରେ ଲୋକ ରଖିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ମୁଁ ଗୋଟେ ଦାୟିତ୍ୱରେ ରହିଯାଇଛି, ମୁଁ ଲୋକମାନେ ମୋ ଅଧୀନରେ ରୁହନ୍ତୁ ବୋଲି ମୁଁ ତାଙ୍କର ଯିବା ଆସିବା ବ୍ୟବସ୍ଥା କରୁଛି, ତାଙ୍କ ଖାଇବା ବ୍ୟବସ୍ଥା ବୁଝୁଛି, କାହାର କଣ ଅସୁବିଧା ହେଲା ସୁବିଧା ବୁଝୁଛି। ତାଙ୍କ ଭିତରୁ କୌଣସି ଗୋଟିଏ ବ୍ୟକ୍ତି ଯଦି ମୁଁ ଯାହା କରୁଛି ତାକୁ ସମର୍ଥନ ନ କଲା, ତେବେ ମୁଁ ତା କଥା ବୁଝୁ ନାହିଁ। ମୁଁ ବୁଝୁଛି କୋଉମାନଙ୍କ କଥା? ଯୋଉମାନେ ମୋର ପ୍ରଶଂସା ଗାନ କରୁଛନ୍ତି, ଯୋଉମାନେ ତାମାନେ ମତେ କେନ୍ଦ୍ର କରିକି ବଞ୍ଚୁଛନ୍ତି। ଯିଏ ମତେ ବିରୋଧ କଲା ବା ମୋ ମତ ସହିତ ତାର ମତ ମିଶିଲା ନାହିଁ ବା ମୋର ଭାବଧାରା ସହିତ ତା ଭାବଧାରା ମିଶିଲା ନାହିଁ, ତେବେ ମୁଁ ତାକୁ କେୟାର କରୁନାହିଁ। କିନ୍ତୁ 50 ଜଣଙ୍କ କଥା ବୁଝୁଛି, ଜଣଙ୍କ କଥା ବୁଝୁନାହିଁ, ତାହେଲେ ସେଇଟା ହେଲା ସଂକୀର୍ଣ୍ଣତା। ବିଶାଳତା ପ୍ରସାରତା ଭିତରେ ଭେଦଭାବ ନଥାଏ। ହଁ, ଏଇଠି ଭେଦଭାବ ନଥାଏ ବୋଲି କହିଲେ ପୁଣି ଆଉ ଗୋଟେ କଥା ଆସିବ, ଆରେ ଯାହାର ଯାହା ଆବଶ୍ୟକ ତା କଥା ବି ସେଇଟା ବୁଝିବା ଦରକାର। ମୁଁ ଭେଦଭାବ ନଥାଏ ବୋଲି ମଜା ଆକାରରେ ଲାଗିଲେ ମଧ୍ୟ ଆପଣ ଭାବିବେ କଣ, ମୁଁ ଭେଦଭାବ କରେ ନାହିଁ, ତେଣୁ ଛୋଟ ପିଲାକୁ ଦେବି କଣ 50 କେଜିର ବସ୍ତା ମୁଣ୍ଡେଇକି ନବ, ବଡ ଲୋକଟାକୁ ମଧ୍ୟ ଦେବି 50 ବସ୍ତାର ମୁଣ୍ଡେଇକି ନବ, କଣ ହବ? ଛୋଟ ବସ୍ତା ଚାପି ହେଇଯିବ, ଛୋଟ ପିଲାଟା ଚାପି ହେଇଯିବ ତା ଭିତରେ 50 କେଜି ଅବସ୍ଥାରେ। ମୁଁ ଭେଦଭାବ କରେନି ନା, ସମସ୍ତଙ୍କୁ ମୁଁ ସମାନ ଦିଏ, ତେଣୁ ତାକୁ ବି 50 କେଜି ର ବସ୍ତା ଦେଇଛି ମୁଣ୍ଡେଇବାକୁ, ଆକୁ ବି ଦେଇଛି 50 କେଜିର ବସ୍ତା ମୁଣ୍ଡେଇବା ପାଇଁ। ଏଇଟା ନୁହଁ ଠିକ, ଆବଶ୍ୟକ। ତେଣୁ ଏଇଠି ଗୁଡାଏ ଯଦି ପେଞ୍ଚ ଖୋଲିବେ, ବହୁତ ପେଞ୍ଚ ଖୋଲିବ, ତେବେ ଗୋଟାଏ କଥା ସ୍ପଷ୍ଟ ରଖିବେ, ଆପଣ ଯେତେବେଳେ କାର୍ଯ୍ୟ କରୁଛନ୍ତି, ଯେତେବେଳେ ଭାବୁଛନ୍ତି, ଯେତେବେଳେ କିଛି ଗୋଟେ କରିବାକୁ ଯାଉଛନ୍ତି, ସେତେବେଳେ ମୁଖ୍ୟ ରହୁଛି କଣ ଯେ ସେଥିରେ ଆପଣ ମାଙ୍କୁ ପ୍ରତିଷ୍ଠିତ କରୁଛନ୍ତି ନା ନିଜକୁ ପ୍ରତିଷ୍ଠିତ କରୁଛନ୍ତି। ତେବେ ସେଇଠି ସଂକୀର୍ଣ୍ଣତା ହବ ସେତିକି ବେଳେ ଯେତେବେଳେ ନିଜକୁ ପ୍ରତିଷ୍ଠା କରୁଥିବେ। ଜ୍ଞାନ 522 ପ୍ରଭୁ ଲେଖୁଛନ୍ତି, ଯଦି ନର୍କ ପ୍ରକୃତରେ ସମ୍ଭବ ହେଉଥାନ୍ତା, ତେବେ ତାହା ହିଁ ସର୍ବୋଚ୍ଚ ସ୍ୱର୍ଗ ଲାଗି ସବୁଠାରୁ କମ୍ ବାଟ ହୋଇ ରହିଥାନ୍ତା, କାରଣ ପରମ ପ୍ରଭୁ ପ୍ରକୃତରେ ଭଲ ହିଁ ପାଆନ୍ତି। ଲୋକଙ୍କୁ ଏଇଟା କଣ୍ଟ୍ରାଡିକ୍ଟ ଲାଗିଲେ ମଧ୍ୟ, କିନ୍ତୁ ଯଦି ଗଭୀରକୁ ଯିବେ, ଯେତେବେଳେ ଆମେ ଅସୁବିଧାରେ ପଡ଼ିଥାଉ, ସେତେବେଳେ ଆମେ ଉଚ୍ଚତର ଚେତନାକୁ ଆବାହନ କରିଥାଉ। ଯେତେବେଳେ ଆମେ ଖୁସିରେ ଥାଉ, ସେତେବେଳେ ଜମାରୁ ମନେ ପଡେ ନାହିଁ ଭଗବାନଙ୍କ କଥା, ସେତେବେଳେ କେବଳ ମୁଁ ହେଇକି ରହିଥାଏ। ତାର ଗୋଟେ ବଢିଆ ଗପଟେ ଆପଣଙ୍କର ମନେ ଥିବ, ଜଣେ କୁଶଳୀ ଚାଷୀ ଜଣକ ବଗିଚା କାମ କୁହନ୍ତୁ କିମ୍ବା ଶସ୍ୟ ଚାଷ କୁହନ୍ତୁ, ଯାହା କୁହନ୍ତୁ, ତା ହାତଟା ଏତେ ବଢିଆ, ସେ ଯୋଉ ଗଛ ଲଗେଇବ ସେ ଗଛ ବଢିଆ ମଞ୍ଜାରେ ହୁଏ। ତେଣୁ ସେ କଣ କରିଛି, ତାକୁ ତାର ଯୋଉ ଜମିରେ ସୁନ୍ଦର ଭାବରେ କୋଉଠି ବାଇଗଣ, କୋଉଠି ବିଲାତି, କୋଉଠି ଆଳୁ, ସେପଟରେ ବନ୍ଧାକୋବି, ଏପଟରେ ଧାନ, ସବୁ ସୁନ୍ଦର ଭାବରେ କରିଛି ଏବଂ ହରା ଭରା ହେଇକି ମାନେ ଜମିଟା ପୁରା ଭର୍ତ୍ତି ହେଇ ରହିଛି, ଅତି ସୁନ୍ଦର ଲାଗୁଛି। ସେତେବେଳେ ସେଠୁ ଯେତେବେଳେ ତାକୁ ପଚରା ଯାଉଛି, ଦେଖ ଏଇ ନା ଜାଣିଛ କେତେ ମୁଁ ପରିଶ୍ରମ କରିଛି,
ଏଇ ଏତିକି ଆଳୁ ଯୋଉ ସିଆର କରିବା, ତାକୁ ଲଗେଇବା, କୋଉଠି କଣ ହେଲା, ମାଟି ବାଛିବା, ସବୁ ବହୁତ ପରିଶ୍ରମ କରି କରିଛି। ଏଇଠି ବିଲାତି ଏମିତି ହେଇଛି, ତାକୁ ବାଡ଼ ଦେଲି, ତାକୁ ବିଲାତି କି ଗଛ ଗୁଡାକ ନଈଁ ପଡୁଥିଲା ତାକୁ ଠିଆ କରେଇଛି, ସବୁ ଏକା କରିଛି, ଇତ୍ୟାଦି ଇତ୍ୟାଦି। ସବୁ ଜାଗାରେ ସେ ଏତେ ସୁନ୍ଦର ପ୍ରଶଂସା କରୁଥିବ। କୋଉଠି ଗେଣ୍ଡୁ ଗଛ ଲଗେଇଛି, ଗେଣ୍ଡୁ କେତେ ବଢିଆ ହେଇଛି, ଡାଲିଆ ଗତେ ଲଗେଇଛି କେତେ ବଢିଆ ହେଇଛି, ତାକୁ ସେ କହି ଚାଲିଥିବ, ଦେଖେଇ ଚାଲିଥିବ, କହି ଚାଲିଥିବ। ସବୁ କିଏ କରିଛି? ନା ମୁଁ କରିଛି, ମୋ ହାତ ଏଇ ସବୁ ମୁଁ ଏଇ ହାତରେ କରିଛି। କେତେ ପରିଶ୍ରମ, କେତେ ଅଣ୍ଟା ଭାଙ୍ଗି ଯାଇଛି। ଉଫ। ଦିନେ କଣ ହେଇଛି, ବାଡ଼ ଭାଙ୍ଗି ପଶି ଯାଇଛି ଗୋଟେ ଜୀବ, ଆସି ଖାଇ ଦେଇଛି। କଣ କରିଛି? ଗୋରୁଟେ ପଶି ଆସିଛି ଏବଂ କ୍ଷେତରେ ଖାଇ ଦେଇଛି। ରାଗରେ ଗୋଟେ ବାଡି ପକେଇ ଦେଇଛି, ବାଡିଟା ପଡିଗଲା, ଗୋରୁ ସେଠି ପଡିକିରି ଛଟପଟ ହେଇ ନାରାୟଣ ହେଇଗଲେ। ବର୍ତ୍ତମାନ ଇଏ ଯୋଉ ଲୋକଙ୍କୁ ଦେଖେଇ ଦେଖେଇ ନଉଛି, ଏଠି ମୁଁ ଏମିତି ପରିଶ୍ରମ କରିଛି, ସେଠି ଏୟା କରିଛି, ଏମିତି ଲାଗିଥିଲା, ସେମିତି ଲାଗିଥିଲା, ଯେତେବେଳେ ସେ ଗୋରୁ ଯୋଉଠି ନାରାୟଣ ହେଇଯାଇଛନ୍ତି ପଡିଗଲା, ଆରେ ଏଠି କେମିତି ଏ ଗୋରୁଟି ନାରାୟଣ ହେଇଯାଇଛି, ଏଠି କିଏ ପକେଇଲା? ନା ଆଜ୍ଞା ସେଟା ସେଟା କିଛି ନାହିଁ, ସେଟା ଇନ୍ଦ୍ରଙ୍କର ଦୋଷ। ଆରେ ଇନ୍ଦ୍ର କେମିତି ଦୋଷ ହେଲା? ନା ଆଜ୍ଞା ଏଇ ସେ କହିଲେ ତୁ ତ ବାଡି ପକେଇଛୁ, ସେ ଗୋରୁ ଦେହରେ ବାଡି ବାଜୁଛି, ମତେ ଲାଗୁଛି ତୁ ହିଁ ଜଗୁଛୁ, ଏଠି ତ ଆଉ କେହି ନାହାନ୍ତି, ତେଣୁ ତୋରି ମାଡରେ ହିଁ ସେ ଗୋରୁଟି ନାରାୟଣ ହେଇଛନ୍ତି। କହିଲେ ନାଇଁ ଆଜ୍ଞା, ମୁଁ କିଛି କରିନି, ଏ ହାତ କରିଛି ନା ଆଉ। ମୁଁ କଣ କରିଛି? ହାତ କରିଛି। ଏ ହାତଟା କାହାର କି? ହାତରେ ଇନ୍ଦ୍ର ବସବାସ କରନ୍ତି, ତେଣୁ ଇନ୍ଦ୍ର କରିଛନ୍ତି। ନାରାୟଣ ଯୋଉ ଗୋରୁଟି ନାରାୟଣ ହେଇଯାଇଛି, ହାତରେ ଯେହେତୁ ହେଇଛି, ଏଇ ହାତ ଦ୍ଵାରା ହେଇଛି, ହାତରେ ଯେହେତୁ ଇନ୍ଦ୍ର ବସବାସ କରନ୍ତି, ଦୋଷଟା ହଉଛି କାହାର? ନା ଇନ୍ଦ୍ରଙ୍କର। ଆପଣଙ୍କୁ ଲାଗୁଥିବ କି ବିତଣ୍ଡା ଯୁକ୍ତି, କିନ୍ତୁ ଲୋକମାନେ ଯେତେବେଳେ ଯୁକ୍ତି କରନ୍ତି, ସେତେବେଳେ ସେମାନେ ଏଇଭଳି ହିଁ ଯୁକ୍ତି କରନ୍ତି, ସାବ୍ୟସ୍ତ କରନ୍ତି, ଦୋଷ ତାଙ୍କର ନୁହେଁ। ତେଣୁ ସେଇ ହାତ ଯେତେବେଳେ ଗଛ ଲଗଉଥିଲା, ସେତେବେଳେ ମୁଁ ଲଗଉଥିଲି, ସେତେବେଳେ ମୁଁ କରୁଥିଲି, କ୍ରେଡିଟ ନଉଥିଲି। ଯେତେବେଳେ ଗୋରୁଟି ନାରାୟଣ ହେଇଯାଇଛି ସେଇ ହାତରେ, ସେତେବେଳେ ଏଠି କିଏ ଅଛି? ନା ଇନ୍ଦ୍ର। ଇନ୍ଦ୍ରଙ୍କର ଦୋଷ ହବ, ଦୋଷ ମୋର ହବ ନାହିଁ। ଇଏ ହଉଛି ଆମର, ତାକୁ କହନ୍ତି ନିମ୍ନ ପ୍ରାଣର ଯୋଉ ଗତିବୃତ୍ତିକୁ ସମର୍ଥନ କରିବା ପାଇଁ ମନ କଣ କରେ? ଯୁକ୍ତି ବାଢେ। ଏଇଠି ଗୋଟେ ଭଲ କଥାଟେ ମନେ ପଡିଲା। ଏ ଯୋଉ ହାତଟି ଇନ୍ଦ୍ରଙ୍କର, ଦୋଷ ନିଜ ଉପରେ ଛଡେଇ ନବା, ଏଇଟାର ଗୋଟେ ଭଲ କାହାଣୀଟିଏ। ମାନେ ଆକ୍ଚୁଆଲି ଗପ ସହିତ କିଛି ରହିବନି, କାହାଣୀଟା ଆମେ କଥା ହବା। କିନ୍ତୁ ତା ପୂର୍ବରୁ ଖାଲି ମନେ ରଖିବା, କଣ କହିଲେ? ଯଦି ନର୍କ ପ୍ରକୃତରେ ସମ୍ଭବ ହେଉଥାନ୍ତା, ତେବେ ତାହା ହିଁ ସର୍ବୋଚ୍ଚ ସ୍ୱର୍ଗ ଲାଗି ସବୁଠାରୁ କମ ବାଟ ହୋଇ ରହିଥାନ୍ତା। କାରଣ ପରମ ପ୍ରଭୁ ପ୍ରକୃତରେ ଭଲ ହିଁ ପାଆନ୍ତି ଆମକୁ। ଯେହେତୁ ପରମ ପ୍ରଭୁ ନିଜେ ସୃଷ୍ଟି କରିଛନ୍ତି, ଏତେ ଭଲ ପାଆନ୍ତି, ଯେତେବେଳେ ଯୋଉ ନର୍କ କଥା ପଡୁଛି, ତାମାନେ ଯନ୍ତ୍ରଣା ଯେତେବେଳେ ଅଧିକ ଆସୁଛି, ସେତେବେଳେ ବିକଳ ହେଇକିରି ମୁଁ ଯେତେବେଳେ ଅତି ନିଷ୍ଠାପର ଭାବରେ ପ୍ରଭୁଙ୍କୁ ଆହ୍ୱାନ କରିବି, ପରମଙ୍କୁ ଆହ୍ୱାନ କରିବି, ତେବେ ସେ ମତେ କୋଳେଇ ନେବେ। ଅନ୍ୟ ସମୟରେ ମୁଁ ସେତିକି ନିଷ୍ଠାପର ହେଇପାରେ ନାହିଁ। ତେଣୁ ଏଠି ପ୍ରଭୁ ଯୋଉଟା କହୁଛନ୍ତି, ଯେ ନର୍କ ପ୍ରକୃତରେ ସମ୍ଭବ ହେଉଥାନ୍ତା ଯଦି, ତାମାନେ ଯଦି ସେତିକି ଯନ୍ତ୍ରଣା ମତେ ମିଳୁଥାନ୍ତା, ଯେମିତି କହନ୍ତି, ତାହେଲେ ମୁଁ ତ ଅତି ତୀବ୍ର ବ୍ୟାକୁଳ ହେଇକି ପ୍ରଭୁଙ୍କୁ ଡାକିଥାନ୍ତି। ତେଣୁ ମତେ ସାଙ୍ଗେ ସାଙ୍ଗେ ସ୍ୱର୍ଗକୁ ଯୋଉ ଯିବା ପାଇଁ କମ ବାଟ ଲାଗିଥାନ୍ତା ନା। ବର୍ତ୍ତମାନ ମୁଁ ବର୍ଷ ବର୍ଷ ଧରି, ଯୁଗ ଯୁଗ ଧରି ତପସ୍ୟା କରିଥାନ୍ତି, ତାପରେ ଯାଇକି ଭଗବାନଙ୍କୁ ପ୍ରାପ୍ତ ହେଇଥାନ୍ତି। ବର୍ତ୍ତମାନ ଯନ୍ତ୍ରଣା ଯେତେବେଳେ ପାଇଛି, ଅତି ତୀବ୍ର ହେଇଯିବ, କାହିଁକିନା ସେତେବେଳେ କେତେବେଳେ ମନେ ପଡୁଛି, କେତେବେଳେ ଭୁଲି ଯାଉଛି, କେତେବେଳେ ପ୍ରାର୍ଥନା କରୁଛି, କେତେବେଳେ ପ୍ରାର୍ଥନା କରୁନି, କେତେବେଳେ ନାମ ଜପ କରୁଛି, କେତେବେଳେ ନାମ ଜପ କରୁନି। କିନ୍ତୁ ଯେତେବେଳେ କଷ୍ଟ ଯନ୍ତ୍ରଣା ଅତି ତୀବ୍ର ହବ, ଖାଲି ମା 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 ନାମ ଜପ ଛଡା କିଛି ବାଟରୁ ପାରିବ ନାହିଁ। ତେଣୁ ଶୀଘ୍ର ପହଞ୍ଚିବି। ଆଉ ତାପରେ
ପରମ ପ୍ରଭୁ ପ୍ରକୃତରେ ଭଲ ପାଆନ୍ତି। ଆଉ ଗୋଟେ ଆଙ୍ଗେଲରେ ଦେଖନ୍ତୁ, ଯେତେବେଳେ ସେ ମତେ ଛାଡିଛନ୍ତି, ମତେ ଭଲ ପାଉଛନ୍ତି, ମତେ ଯେତେବେଳେ ଏତେ ଯନ୍ତ୍ରଣା ହବ, ସେ କଣ ସହିକି ରହିପାରିବେ? ଦୌଡ଼ି ଆସିବେ ମତେ ଉଠେଇ ନବା ପାଇଁ। ମୋ ଛୁଆଟା ଏତେ ଯନ୍ତ୍ରଣା ପାଉଛି, କେମିତି ସେ ସହିକି ରହିବେ? ଦୌଡ଼ି ଆସିବେ। ସେଇ କାହାଣୀଟି ହଉଛି ସେଭଳି। ଥରେ ଜଣେ ପଣ୍ଡିତ ସେ ତପସ୍ୟା କଲେ ଶିବଙ୍କୁ, ଯେ ମତେ ଜଣେ ମୋର ସନ୍ତାନ ଆବଶ୍ୟକ, କିନ୍ତୁ ଉଚ୍ଚ ଗୁଣଯୁକ୍ତ। ସେ କହିଲେ ଠିକ ଗୋଟେ ତାଙ୍କର ତପସ୍ୟା ବଳରେ ଶିବ ଆସି ପହଞ୍ଚିଲେ। ମହାଦେବ ଦେବଦେବ ମହାଦେବ କହିଲେ, ଦେଖ ମୁଁ ଆସିଛି ବର ଦେବି, ତମେ ଅଳ୍ପ ଆୟୁ ବିଶିଷ୍ଟ ଗୋଟିଏ ଉତ୍ତମ ଗୁଣଯୁକ୍ତ ପ୍ରଜ୍ଞାଯୁକ୍ତ ମାନେ ସନ୍ତାନଟିଏ ଦରକାର, ନା କୌଣସି ଭଲ ଗୁଣ ନାହିଁ, ତମକୁ କଷ୍ଟ ଦବ ଏବଂ ଅଜ୍ଞାନତା ଅନ୍ଧକାରରେ ଖାଲି ତା ଜୀବନ ସବୁ ଯିବ, ସେଇଭଳିଆ ଅଧିକ ଆୟୁ ଥିବା ସନ୍ତାନ ଦରକାର। ସେଇଥିପାଇଁ କହନ୍ତି ଏକଶ୍ଚନ୍ଦ୍ର ତମହନ୍ତି ନଚ ତାରା ଗଣ ପିଚ। 100 ତାରା ଭର୍ତ୍ତି ହେଇଥିଲେ ମଧ୍ୟ ଆଲୋକିତ ହୁଏନି, କିନ୍ତୁ ଗୋଟିଏ ଚନ୍ଦ୍ର ଯଦି ଉଦୟ ହେଇଗଲେ ତେବେ ଆଲୋକିତ ହେଇଯାଏ। ତେଣୁ ସିଏ କହିଲେ ଯେ ମୋର ଗୋଟିଏ ଗୁଣବାନ ପୁତ୍ର ଦରକାର, ପ୍ରଜ୍ଞାଯୁକ୍ତ ପୁତ୍ର ଦରକାର, ଅଳ୍ପ ଆୟୁ ହେଲେ ମଧ୍ୟ ଚଳିବ। ଶିବ ତଥାସ୍ତୁ କହି ପଳେଇଲେ। ପିଲାଟି ଜନ୍ମ ହେଲା, ତେଣୁ ଇଏ ଜାଣିଲେ ଅଳ୍ପ ଆୟୁ, ତେଣୁ ଆରମ୍ଭରୁ ହିଁ ତାକୁ, ଇଏ ତ ନିଜେ ଋଷି, ତେଣୁ ଆରମ୍ଭରୁ ହିଁ କଣ କଲେ ନା ବେଦ ଶାସ୍ତ୍ର ସବୁ ଶୁଣେଇଲେ ତାକୁ, ସାଧୁ ମାନଙ୍କ ସଂସର୍ଗ କରାଇଲେ, ସଂସ୍ପର୍ଶ କରାଇଲେ, ସବୁ ସାଧୁ ମାନଙ୍କୁ ସବୁବେଳେ ସେବା କରାଇଲେ, ସମସ୍ତଙ୍କୁ ପ୍ରଣାମ କରନ୍ତି। ଛୋଟ ବେଳୁ ସମସ୍ତଙ୍କୁ ପ୍ରଣାମ କରିବା, ସାଧୁ ମାନଙ୍କ ସହିତ ବସା ଉଠା କରିବା, କେବଳ ସେଇଥିରେ କେବଳ ମାନେ କଣ ଶିବ 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 ଶିବ, ଯେମିତି ଶିବମୟ ହେଇଯିବ ତାର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ। ସବୁବେଳେ ସବୁ ଭିନ୍ନ ଭିନ୍ନ ସାଧୁଙ୍କ ସହିତ ଭେଟ କରାଇବା, ତାଙ୍କ ସଂସ୍ପର୍ଶରେ ଅଣେଇବା, ତାଙ୍କୁ ପ୍ରଣାମ କରାଇବା, ଏଇଥିରେ କେବଳ ତାକୁ ମତେଇ ଦେଲେ। ତେଣୁ ସେ ସବୁ ମୁହୂର୍ତ୍ତରେ କେବଳ ଭଗବାନଙ୍କ ପରମଙ୍କର ଚର୍ଚ୍ଚା ଶୁଣିଲେ ଏବଂ ପରମଙ୍କ ସାନ୍ନିଧ୍ୟରେ ବା ପରମଙ୍କୁ ନେଇକି ବଞ୍ଚୁଥିବା ବ୍ୟକ୍ତି ମାନଙ୍କ ସଂସର୍ଗରେ ସବୁବେଳେ ଆସିଲେ। ଏମିତି ଦିନେ କଣ ହେଇଛି, ସପ୍ତର୍ଷି ଋଷି ଆସିଛନ୍ତି, ସବୁ ସାତ ଋଷି ଆସି ପହଞ୍ଚନ୍ତି। ଇଏ ସେଠୁ କହିଲେ ଏଟା ବଢିଆ ମୌକା ଅଛି, ଯଦି ଋଷି ଯଦି ଆଶୀର୍ବାଦ ଦେଇ ଦିଅନ୍ତେ ତାଙ୍କୁ ଯେ ଚିରଞ୍ଜୀବୀ ହେଇଯାଅ, ଚିରଞ୍ଜୀବୀ ଭବ, ତାହେଲେ ମୋ ପୁଅ ସରିଲା, ଆଉ କୋଉ ଯମ ନା ଆଉ କିଏ ଆଉ ରକ୍ଷା, କିଏ ଆଉ ତାକୁ ମାରିପାରିବେ, ଅଳ୍ପ ଆୟୁ ଆଉ କରିବେ। ସେଠୁ ଇଏ କଣ କଲେ, ପିଲାକୁ ଛାଡିଦେଲେ, ନିଜେ ଗଲେନି ଆଗକୁ। ପିଲା ସେତେବେଳକୁ ଆଉ ଅଳ୍ପ ବର୍ଷ ଅଛି, ମାନେ ଗୋଟେ ବର୍ଷ ପରେ ସେ ଶରୀର ତ୍ୟାଗ କରିବେ। ସେ କଣ କଲେ, ତାକୁ ଛାଡିଦେଲେ। ଆଉ ସେ ନିଜେ ମାନେ ଛୋଟ ଛୁଆଟେ ନିଜେ ଯାଇକି ପ୍ରଭୁ ପୁରା ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ ସମସ୍ତଙ୍କୁ ଋଷିମାନଙ୍କୁ କରିଦେଇକି ତାଙ୍କ ସେବାରେ ଲାଗି ପଡିଲେ। ଋଷିମାନେ ଆଶ୍ଚର୍ଯ୍ୟ, ଏଡେ ଛୋଟ ଛୁଆଟା, ସେ କଣ ଏମିତି ସେବା କରୁଛି, କି ସୁନ୍ଦର ପ୍ରଣାମ କରୁଛି। ଯେତେ ସୁନ୍ଦର ମାନେ ତାଙ୍କର ବିଦାକି ସମୟ ଆସିଲା, ସେ ପୁଣି ଆଉ ଥରେ ସାଷ୍ଟାଙ୍ଗ ପ୍ରଣିପାତ କରିଦେଲେ। ଋଷି ମାନେ ଉଠେଇଦେଲେ, ଉଠ ଉଠ ପୁତ୍ର ଚିରଞ୍ଜୀବୀ ଭବ କହିଦେଲେ। ଆଉ ତାଙ୍କ ବାବା ତାପରେ ବାହାରି ଆସିଲେ, କହିଲେ ହେ ସପ୍ତର୍ଷି ମହାନ ଋଷିଗଣ, ଆପଣ ତାକୁ ଆଶୀର୍ବାଦ ଦେଲେ ଚିରଞ୍ଜୀବୀ, କିନ୍ତୁ ଘଟଣାଟି ଏଇଭଳିଆ ହେଇଛି। କଣ, ଶିବ ବର ଦେଇଥିଲେ ମୋର ଅଳ୍ପ ଆୟୁ ପୁଅଟେ। କହିଲେ ଆମେ ତ ଆଶୀର୍ବାଦ ଦେଇଦେଇଛୁ ଚିରଞ୍ଜୀବୀ, ନା ଆପଣ ଯଦି ସେ ଶୀଘ୍ର ଶରୀର ତ୍ୟାଗ କଲେ, ତାହେଲେ ଆପଣଙ୍କ ଆଶୀର୍ବାଦ ନିଷ୍ଫଳ ଯିବ, ତାହେଲେ ଋଷି ମାନଙ୍କର ଅପମାନ ହବ, ସମଗ୍ର ପୃଥିବୀରେ ଋଷି ମାନଙ୍କର ଅପମାନ ହବ, ଭଗବାନଙ୍କର ଅପମାନ ହବ। ଇଏ କହିଲେ ହଁ ତ ସତ କଥା, ଆମ କଥା ଯଦି ନ ରହିଲା ତାହେଲେ ତ ଅପମାନ ହବ, କିନ୍ତୁ ଶିବ ଯେହେତୁ କହିଛନ୍ତି ସେ କଥା କୋଉଟା ଅଟଳ ହବ, ମାନେ କୋଉଠୁ ବଦଳିବ। ଆଉ ତାଙ୍କ ମୁଣ୍ଡ ଘାରିଲା, କହିଲେ ନା 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 ନା, ଶିବଙ୍କ ପାଖକୁ ଗଲେ କିଛି ହବନି, ଚାଲ ବ୍ରହ୍ମାଙ୍କ ପାଖକୁ ଯିବା, କିଛି ଗୋଟେ
କଣ ଗୋଟେ କରିବେ ବ୍ରହ୍ମା ଆଉ ତାକୁ ଧରି ଗଲେ ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମାଙ୍କୁ ମାନେ ବାଟରେ ସେତେବେଳେ ସବୁ ସିଧାସଳଖ ଦେହକୁ ଦେହରେ ସ୍ୱଦେହରେ ନେଇ ଯାଉଥିଲେ ଋଷିମାନେ ସେମାନେ। ତେଣୁ ଇଏ ବି ଗଲେ ତାଙ୍କୁ ନେଇଗଲେ। ତାଙ୍କୁ ଦେଖି ଇଏ ଯେମିତି ବ୍ରହ୍ମାଙ୍କୁ ଦେଖିଦେଲେ ପୁରା ମାନେ ଭୂମିଷ୍ଠ ପ୍ରଣାମ କରି ପକେଇଲେ। ସିଏ ଆକ୍ଚୁଆଲି ଏଡିକି ଛୋଟ ଛୁଆଟେ ଏତେ ସୁନ୍ଦର ପ୍ରଣାମ କରୁଛନ୍ତି। ଆଉ ଏତେ ମାନେ ଶିବଙ୍କର ମାନେ ଯୋଉ ଜପ ଯୋଉ ଚାଲିଛି ଏପଟରେ ସେ ରାସ୍ତାରେ ଯାଉଛନ୍ତି ଯେମିତି ସେମିତି ଚାଲିଛି। ତେଣୁ ସେ ଖୁସି ହେଇଗଲେ। ସେ ବି ଆଶୀର୍ବାଦ ଦେଇଦେଲେ ଉଠ 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 ଚିରଞ୍ଜୀବ ଭବ। ଋଷି ମାନେ କହିଲେ ଆଜ୍ଞା ଆମେ ସେଇଥିପାଇଁ ଧରିକି ଆଇଥିଲୁ ଆପଣ ଆଶୀର୍ବାଦ ଦେଇଦେଲେ ଆମ କାମ ଛିଣ୍ଡିଗଲା। ଦୋଷ ଆମର ନାହିଁ। ବର୍ତ୍ତମାନ ଯଦି ସେ ଶୀଘ୍ର ଶରୀର ତ୍ୟାଗ କଲେ ତେବେ କଣ ନା ବ୍ରହ୍ମାଙ୍କ ଆଶୀର୍ବାଦ ଫଳିଲା ନାହିଁ। ତେଣୁ ଦୋଷ ପଳେଇବ ବ୍ରହ୍ମାଙ୍କ ମୁଣ୍ଡକୁ। ଆଉ ବ୍ରହ୍ମା ତ କହିଛନ୍ତି ଚିରଞ୍ଜୀବ ଭବ। ବର୍ତ୍ତମାନ କରିବେ କଣ ଚିରଞ୍ଜୀବି ହବ ନା ହବ ନାହିଁ ଶରୀର ଶୀଘ୍ର ତ୍ୟାଗ କରିବେ। ତାପରେ ବ୍ରହ୍ମା କହିଲାରେ ଅସୁବିଧା ହେଲା କଣ ଘଟଣା ନା ଏଇଆ ହେଇଛି ନା ଶିବ ନିଜେ କହିଛନ୍ତି। ଇଏ ସେଠୁ ଶିବଙ୍କ ପାଖକୁ ଧରିକି ନେଇକି ଗଲେ। ସିଏ ବାଟରେ ଯାଉଛି ପୁରା ଯେହେତୁ ସେ ଆରମ୍ଭରୁ ତ ଶିବ ଭକ୍ତ ତେଣୁ ବାଟରେ ଓଁ ନମଃ ଶିବାୟ ଓଁ ନମଃ ଶିବାୟ ପୁରା ଶିବଙ୍କର ନାମ ଜପ ଚାଲିଛି। ଯେତେବେଳେ ଶିବଙ୍କୁ ଦେଖିଦେଇଛି ଦୂରରୁ ଶିବ ସ୍ତୁତି କରି ପକେଇଛି। କରି ପକେଇ ଯେମିତି ଶିବଙ୍କୁ ଦେଖିଲା ଲମ୍ବ ହେଇକି ପଡିଗଲେ। ଶିବ ସେ ତା ଯୋଉ ନାମ ଜପରେ ଯେମିତି କୈଳାସ ପର୍ବତ ଥରିଲାଣି ସେମିତି ଏପଟରେ ସେ ଶିବସ୍ତୁତି ଯେତେବେଳେ କରୁଛନ୍ତି କେତେ ଛୋଟ ପିଲାଟା ସୁଲଳିତ କଣ୍ଠରେ ଶିବସ୍ତୁତି କରୁଛନ୍ତି। ସେ ଋଷି ହଉଛନ୍ତି ଯିଏ କି ଆମର ମହାମୃତ୍ୟୁଞ୍ଜୟ ମନ୍ତ୍ରର ସ୍ରଷ୍ଟା। ଓಂ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁର୍ମୋକ୍ଷ୍ୟମାମୃତାତ୍। ଶିବ ପୁରା ଖୁସି ହେଇଗଲେ। ଉଠେଇକି କହିଲେ ଚିରଞ୍ଜୀବ ଭବ। ବ୍ରହ୍ମା କହିଲେ ଓହୋ ମୋ ମୁଣ୍ଡରୁ ଗଲା। ଶିବ କହିଲେ କଣ ଗଲା ନା ଆଜ୍ଞା ଆପଣ ତାକୁ ଅଳ୍ପ ଆୟୁ ଦେଇଥିଲେ ବର୍ତ୍ତମାନ ସିଏ କଣ ହେଲାଣି ଆପଣ ତାକୁ ଚିରଞ୍ଜୀବି କହିଲେ ବର୍ତ୍ତମାନ କୋଉ କଥା ରହିବ ଶିବଙ୍କର। ଶିବ କହିଲେ ଆରେ ହେଇ ଏ ତ ଭୁଲ ହେଇଗଲାରେ। ଯେତେବେଳେ କହିଲା ହଉ ଠିକ ଅଛି ତାକୁ କହିଲେ ଶୁଣ ତମେ ସେଠୁ ଆସିଲେ ତାଙ୍କୁ ନଦୀ କୂଳରେ ବସିକିରି ଶିବଲିଙ୍ଗ ଉପରେ ବେଲପତ୍ର ଚଢେଇ ଚାଲିଲେ। ଶିବଙ୍କୁ ନାମ ଜପ କରିଚାଲିଲେ। କୋଉ କୋଉ ଜାଗାରେ ରହିଛି ଯେ ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଚାଲିଲେ। ଆଉ କୋଉ କୋଉ ଜାଗାରେ କହନ୍ତି ଯେ ବ୍ୟାଖ୍ୟାକାର ମାନେ କହନ୍ତି ଯେ ସିଏ ଶିବ ତାଙ୍କୁ ନିଜେ କହିଲେ ତୁମେ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଅ କିନ୍ତୁ ଶ୍ରୀରାମ ନାମ ସେ ଜପୁଥିଲେ ବୋଲି। ତେଣୁ ଏମିତି ଭିନ୍ନ ଭିନ୍ନ କଥା ରହିଛି କିନ୍ତୁ ଓମ୍ ଯୋଉ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେଠି ଜପୁଥିଲେ ଏଇଟା ପ୍ରାୟ ଜାଗାରେ ବର୍ଣ୍ଣନା ରହୁଛି। ଜପ ଚାଲିଛି ସେଉଠୁ ଆସିଲେ କିଏ ସେ ସମୟ ହେଇଗଲା ଯମ ଦୂତ ମାନେ ଆସି ପହଞ୍ଚିଲେ। ସିଏ ଯୋଉ ଶିବଙ୍କର ଯେହେତୁ ଜପ ଚାଲିଛି ତେଣୁ ଶିବଙ୍କ ଉପସ୍ଥିତିରେ ସେ ରହିଲେ। ଶିବ ନିଜେ ସ୍ଵୟଂ ଉପସ୍ଥିତ ହେଇ ରହିଛନ୍ତି ସେଠି ତେଣୁ ସେ ଜ୍ୟୋତିରେ ଆଉ କିଏ ପଶି ପାରିଲେନି ଯମଦୂତ ମାନେ। ସେ ସିଧା କଲେ ଯମକୁ କହିଲେ ଆଜ୍ଞା କଣ ଏମିତି ଆଉ ସେ ଗୋଟେ ପିଲାଟେ ଯେ ତାକୁ ଆମେ ଆଣିପାରୁନୁ। ସେଠୁ ନିଜେ ସ୍ଵୟଂ ଯମ ଆସିଛନ୍ତି। ଯେତେବେଳେ ଯମ ଆସିକିରି ତାଙ୍କୁ ନବା ପାଇଁ ଯମ ପାଶ ପକଉଛନ୍ତି ସେତେବେଳେ ଇଏ ତ ଶିବଙ୍କୁ ଧରିକି ନାମ ଜପ ଚାଲିଛି ତେଣୁ ବର୍ତ୍ତମାନ ଶରଣ କର୍ତ୍ତା କିଏ ସେ ଶିବ ନିଜେ। ତେଣୁ ଶିବ ଠିଆ ହେଇଗଲେ ଆଗରେ। ଯମ କହିଲେ ଆଜ୍ଞା ପ୍ରଭୁ ଇଏ କି କଥା ବିଧାନ ଆପଣଙ୍କର ଆପଣ ହିଁ କହିଛନ୍ତି ତାଙ୍କୁ ଏତିକି ଆୟୁରେ ନବା ପାଇଁ ତେଣୁ ମୁଁ ତ ନେବି। ତେବେ ଆପଣ କଣ ବାଟ କୁହନ୍ତୁ। କହିଲେ କଣ ହେଲା ମୁଁ କଣ କହିଥିଲି ନା ତାଙ୍କର ଆୟୁ ଆପଣ କହିଥିଲେ 12 ବର୍ଷ ବୋଲି। ହଁ 12 ବର୍ଷ ତ ମୁଁ ତ କହୁନି। ବର କିଏ ଦେଇଥିଲା ନା ଆପଣ ଦେଇଥିଲେ। କେତେ କହିଥିଲି ନା 12 ବର୍ଷ। କାହାର 12 ବର୍ଷ ମୋର 12 ବର୍ଷ ନା କିଏ ଶିବ ଦେଇଛନ୍ତି ବର ନା 12 ବର୍ଷ କାହାର ଶିବଙ୍କର 12 ବର୍ଷ। ଯମ କହିଲେ ଆଜ୍ଞା ବୁଝିପାରିଲିନି ନା ଗୋଟେ ଯୁଗ କେତେ ବର୍ଷ 4,32,000 ବର୍ଷ ହଉଛି ଗୋଟେ କଳି ଯୁଗ। ନାଇଁ ତାର ଦ୍ୱିଗୁଣ ହଉଛି ଦ୍ୱାପର ଯୁଗ। ତାର 3 ଗୁଣ ହଉଛି ତ୍ରେତୟା ଯୁଗ। ତାର 4 ଗୁଣ ହଉଛି ସତ୍ୟ ଯୁଗ। ଏତିକି ଏଇଭଳିଆ ମାନେ ଯଦି ବର୍ଣ୍ଣନା କରାଯାଏ ସବୁ ଅଛି ହିସାବ କିତାବ ରହିଛି ଯେ କେତେଟା ଯୁଗ ପରେ ଗୋଟିଏ କଳ୍ପ ଆସେ। ମାନେ ଏଇଭଳିଆ କେତେଟା ଚିନ୍ତା କର କେତେ ଲକ୍ଷ ବର୍ଷ ହେଇଗଲାଣି କୋଟି କୋଟି ବର୍ଷ ପରେ
ମାନେ ଏମିତି କେତେ କେତେ କୋଟି କୋଟି ବର୍ଷରେ ପରେ ଗୋଟିଏ ଦିନ ହଉଛି କାହାର? ବ୍ରହ୍ମାଙ୍କର। ସେତିକି ବର୍ଷ ହଉଛି ଗୋଟିଏ ରାତି। ତେଣୁ ବର୍ତ୍ତମାନ ଏଇଭଳିଆ ଅନନ୍ତ ବ୍ରହ୍ମାଙ୍କର ପରେ ସେତିକି ମିଶିଲେ ଗୋଟିଏ ଦିନ ହବ କାହାର? ନା ଶିବଙ୍କର। ତେଣୁ ସେଇ ହିସାବରେ ହିସାବ କରିଦିଅ 12 ବର୍ଷ ହେଲା କେତେ ଦିନ? ସେଠୁ ଯମ କହିଲେ ଆଜ୍ଞା 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 ଆଉ ମତେ କ୍ଷମା କରିବା ହଉ, ମୁଁ ବୁଝିଛି, ମୁଁ ଭୁଲି ଯାଇଥିଲି, ମୁଁ ଭୁଲ ବୁଝିଥିଲି ଯେ ମର୍ତ୍ତ୍ୟପୁରୀର 12 ବର୍ଷ ବୋଲି ଭାବିଥିଲି, ଆପଣଙ୍କର 12 ବର୍ଷ ବୋଲି ମୁଁ ଭୁଲି ଯାଇଥିଲି। ତେଣୁ ସେଇଦିନ ଠାରୁ ଋଷି ମାର୍କଣ୍ଡେୟ ଅମୃତତ୍ୱ ପାଇଗଲେ, ଅମର। ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି ମୃତ୍ୟୁ ଲଭି ନାହାନ୍ତି ବୋଲି କୁହାଯାଏ। ଅମର ବର ପାଇଛନ୍ତି ବୋଲି ବି ଆପଣ କହିପାରନ୍ତି। ତେଣୁ ଇଏ ହଉଛି ଯେତେବେଳେ ଶାଶ୍ୱତଙ୍କ ସହିତ, ପରମଙ୍କ ସହିତ ଯେତେବେଳେ ଆମର ସମ୍ପର୍କ ହେଇଯାଏ, ଯେତେବେଳେ ଆମେ ତାଙ୍କୁ ବାଛୁ, ସେତେବେଳେ ଆମେ ତାଙ୍କୁ ବାଛିବା ଆକ୍ଚୁଆଲି ହୁଏନି, ସିଏ ଆମକୁ ବାଛନ୍ତି। ହଁ, ଏଠି ଯୋଉଟା ଆମେ ଋଷି ମାର୍କଣ୍ଡେୟଙ୍କ କଥା ଆମେ ବର୍ଣ୍ଣନା କଲେ, ତେଣୁ ଏଠି ହଉଛି ଯେତେବେଳେ ତୁମେ ପରମଙ୍କୁ ହିଁ ନେଇ ବଞ୍ଚିଲ, ତୁମର ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟ କେବଳ ତାଙ୍କୁ ହିଁ ନେଇକରି ପ୍ରସ୍ତୁତ ହେଲା, ତେବେ ତୁମେ ଅମରତ୍ୱ, ଅମୃତତ୍ୱ, ଶାଶ୍ୱତ ସତ୍ୟ, ପ୍ରଜ୍ଞା, ଜ୍ୟୋତି ସବୁର ଅଧିକାରୀ ହେଇଯିବ। ମୃତ୍ୟୁକୁ ତୁମର ବିଜୟ ହାସଲ ହେଇଯିବ। ମା ଏଇଠି ସରିଲା 521, 522। ମା ଥ୍ୟାଙ୍କ ୟୁ ଅଲ୍ ରବାର। Ma, thank you all, Robert.